ମୁଁ ବି ଦିନେ ଏମିତି ଠକିବି ବୋଲି କେବେ ଜାଣିନଥିଲି। ଭିଡ଼ିଓ ଆଗକୁ ଦେଖନ୍ତୁ କିଏ ଆଉ ମୋତେ କେମିତି ଠକିଲା ଜାଣିପାରିବେ। ଜୟ ଜଗନ୍ନାଥ, ମୁଁ ପୂର୍ଣ୍ଣିମା। ମୁଁ ମୋ ସ୍ୱାମୀଙ୍କ ସହିତ ବେଙ୍ଗଲୋର ରହୁଛି। ଆଜି ଆପଣମାନଙ୍କୁ ମୋର ଗୋଟେ ଫ୍ରେଶ୍ ବ୍ଲଗ୍ରେ ସ୍ୱାଗତ ଜଣାଉଛି। ଗାଧୁପାଧା ସାରି ସବୁ ପୂଜା ସାରିକି ରୋଷେଇ ଘରେ ଆସିକି ଦେଖିଲା ବେଳକୁ ସ୍ୱାମୀ ମୋ ପାଇଁ ମାନେ ପୁରା ସ୍ପେଶାଲ କାମ ରଖିଦେଇଛନ୍ତି। ମାଛ ଆଣିକି ରଖିଛନ୍ତି, ପୁଣି ଦୁଇ ପ୍ରକାର ମାଛ। ମୁଁ ତାକୁ କ'ଣ କଲି, ଚଟାପଟ ରୋଷେଇ କରିଦେଲି ଭାଜିକି। ବଡ଼ ଚିଙ୍ଗୁଡ଼ି ଯେହେତୁ ଆଣିଥିଲେ ସେଥିପାଇଁ ମୁଁ ତାକୁ ଝୋଳ କରିଦେଲି। ଆଉ ଗୋଟେ ଆଣିଥିଲେ କ'ଣ, ସେଟା ଓଳେଇ ପତ୍ରୀ ମାଛ। ତ ମୁଁ ତାକୁ ଖଟା ମିଠା ଦେଇକି ରୋଷେଇ କରିଥିଲି। ଆକ୍ଚୁଆଲି ଏଇଟା ମୋ ବାପ ଘରେ କି ଖଟା ମିଠା ଦେଇକି ଖାଆନ୍ତିନି, ତ ମୁଁ ସେଥିପାଇଁ ସେଠି ବି କେବେ କରିନଥିଲି। ଏବେ ଏଇଠି ମୋ ମ୍ୟାରେଜ୍ ପରେ ମୋ ସ୍ୱାମୀ କୁହନ୍ତି ନା ସେମିତି କରିବୁ ରୋଷେଇ ତ ଭଲ ଲାଗିବ। ଆଉ ମୋତେ ଚିଙ୍ଗୁଡ଼ି ମାଛ ତ ଖାଇବା ପାଇଁ ଭଲ ଲାଗେ, କିନ୍ତୁ ସେତେ ମୋତେ ସୁଯୋଗ ମିଳେନି ଯେ ଅଧିକ ଖାଇବାରେ। ଏବେ ଯେତିକି ଖାଉଛି ମାଛ ମୁଁ, କିନ୍ତୁ ମୋତେ ଏବେ ମୁଁ ଯେଉଁଟା ରୋଷେଇ କରିଥିଲି ଖଟା ମିଠା ଦେଇକି ସେଇଟା ବେଶୀ ଭଲ ଲାଗୁଥିଲା। ଆଉ ଖାଇସାରି ଟିକେ ରେଷ୍ଟ ନେଇସାରିଲା ପରେ ସନ୍ଧ୍ୟାବେଳେ ସନ୍ଧ୍ୟା ଦେଇକି ମାର୍କେଟ ଆମେ ଯାଇଥିଲୁ। ଆକ୍ଚୁଆଲି ମୋର ଗୋଟେ ସ୍ପେଶାଲ ଡେ ଆସୁଛି ତ ସେଥିପାଇଁ କିଛି ମାର୍କେଟିଂ କରିବାର ଥିଲା। ତ ଆସିକି ଆମେ ଦେଖିଲୁ, ମୋତେ କିଛି ପସନ୍ଦ ଆସିଲାନି, ତିନିଟା ଜାଗା ବୁଲିଲୁ। ତାପରେ ଆସିକି ମୋତେ ଏ ଡ୍ରେସ୍ଟା ଦେଖାଉଥିଲେ କେମିତି ହେଇଛି ଦେଖେ। ତାପରେ ଆମେ ଆସିଲୁ। ମୁଁ କହୁନି ସେମିତିକା ଗୋଟେ ଡ୍ରେସ୍ ଦେଖିବ କି ହଁ ଏଇ ଡ୍ରେସ୍ଟା ନେବି, ପସନ୍ଦ ଆସିଯିବ, ସେମିତି ମୋତେ କିଛି ଲାଗିଲାନି। ତ ତାପରେ ଗୋଟେ ଜାଗା କହିଲି ଯିବା ପାଇଁ, ମୋତେ ସେ ନେଲେନି, କହିଲେ ଦୋକାନ ବନ୍ଦ ହେଇଯାଇଥିବ। ଲାଷ୍ଟକୁ ସେ ନିଜେ ଦୁଇଟା ଡ୍ରେସ୍ ନେଇ ଆସିଲେ ଆଉ ମୋର ନେଇ ଦୁଇଟା ପରଫ୍ୟୁମ୍ ଆଣି ମୋତେ। ଆଜି ପାଇଁ ଏତିକି, ରହିଲି, ଦେଖା ହବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।